ଅଶୋକଝର ଓଡ଼ିଶାର ଏକ ପର୍ଯ୍ୟଟନସ୍ଥଳୀ। ଏହା ଯାଜପୁର ଜିଲ୍ଲାରେ ଅବସ୍ଥିତ। ଏହା ସୁକିନ୍ଦାଠାରୁ 8 କିଲୋମିଟର ଦୂରରେ ଅବସ୍ଥିତ। ବିଗତ ଦିନମାନଙ୍କରେ କୋଭିଡ୍ର କଟକଣା ଯୋଗୁଁ ଏଠାକୁ ବହୁତ କମ୍ ସଂଖ୍ୟାରେ ଲୋକ ଆସିଥାନ୍ତି। ଅଶୋକଝରକୁ ଯିବା ପାଇଁ ହେଲେ ଆପଣ ଯାଜପୁର ରୋଡ଼ରୁ ଡାଇରେକ୍ଟ ବସ୍ କିମ୍ବା ନିଜର ବାଇକ୍ରେ ଆପଣ ସିଧା ଡୁବୁରି ଯାଇପାରିବେ। ଡୁବୁରିରୁ ସୁକିନ୍ଦା ଆଉ ସୁକିନ୍ଦା ଠାରୁ ମାତ୍ର 8 କିଲୋମିଟର ଦୂରରେ ଏହା ଅଶୋକଝର ଅବସ୍ଥିତ। ଅଶୋକଝର ଯିବା ବାଟରେ ଆପଣ ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ। ରାସ୍ତା ଦୁଇ ସାଇଡ଼୍ରେ ପାହାଡ଼ ପର୍ବତର ଜନବସତି ଗୁଡ଼ିକର ଭରପୁର ମନୋରଞ୍ଜନ କରିପାରିବେ। ସୁକିନ୍ଦା ପାର ହୋଇସାରିଲା ପରେ ଏହା ଅଶୋକଝରକୁ ରାସ୍ତା। ଅଶୋକଝରକୁ ଯିବାବେଳେ ସୁନ୍ଦର ରୋଡ଼ ଦେଖିବାକୁ ମିଳିଥାଏ ଏବଂ ଚତୁଃପାର୍ଶ୍ୱରେ ଆପଣ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ରୋଡ଼ଟି ମଧ୍ୟ ବହୁତ ସୁନ୍ଦର ହେଇଛି। ପାହାଡ଼ ତଳରେ ଯେଉଁ ପ୍ରକାର ସୌନ୍ଦର୍ଯ୍ୟ ଆପଣ ଦେଖିବାକୁ ପାଉଛନ୍ତି ଏହା ବହୁତ ମନଲୋଭା। ମୋତେ ତ ବହୁତ ଭଲ ଲାଗିଛି ଏ ଜାଗାଟି। ବିଶେଷ କରି ସୁକିନ୍ଦା ପରଠାରୁ ଯେଉଁ ରାସ୍ତାଟି ପ୍ରବେଶ କରିବେ ତାପରେ ରୋଡ଼ ସାଇଡ଼୍ରେ ପାହାଡ଼ ଗୁଡ଼ିକ ଦେଖିବାକୁ ମିଳୁଛି ଏବଂ ଜନବସତି ଗୁଡ଼ିକ ଏଠାରେ ଗାଧୋଉଛନ୍ତି, ଗାଡ଼ି ସଫା କରୁଛନ୍ତି। ବହୁତ ପୁରାତନ କାଳର ଘର ଗୁଡ଼ିକ ମଧ୍ୟ ରୋଡ଼ ସାଇଡ଼୍ରେ ଅଛି।
ଅଶୋକ ଝର ଗେଟ୍ ପ୍ରବେଶ କରିସାରିଲା ପରେ ସେଠାରେ ଏକ ମନ୍ଦିର ଅଛି, ଶିବଙ୍କ ମନ୍ଦିର। ସେ ମନ୍ଦିର ଦେଖିବା ପାଇଁ ମିଳିବ ଏବଂ ଛୋଟ ଜଳାସ୍ରୋତଟେ ଅଛି, ପାଣି ଯାହା ଉପରୁ ଆସୁଛି ଗଡ଼ିକି। ଲୋକମାନେ ଏଠାରେ ବହୁତ ଲୋକ ଫଟୋ ଉଠାଇଥାନ୍ତି। ବର୍ଷା ଦିନ ହେଇଥିବାରୁ ଉପରକୁ ଆମେ ଯାଇପାରିଲୁ ନାହିଁ ପାହାଡ଼ ଉପରକୁ, ତଥାପି ଚେଷ୍ଟା କରି କିଛି ବାଟ ଗଲୁ, କିଛି ଫଟୋ ଉଠେଇଛୁ ଯାହାକି ଆପଣଙ୍କୁ ଆମେ ନିଶ୍ଚୟ ଦେଖେଇବୁ। ଲୋକାଲ ଲୋକଙ୍କ କହିବା ମାତ୍ର ଉପରକୁ ଯିବା ବର୍ତ୍ତମାନ ବହୁତ ବିପଜ୍ଜନକ। ଅଶୋକ ଝର ଝରଣାଟି ଯେଉଁଠି ବାହାରୁଛି ସେଠି ପହଞ୍ଚିବା ବହୁତ କଷ୍ଟକର। ଜାଗାଟି ବହୁତ ସୁନ୍ଦର ଲାଗୁଛି। ବର୍ଷା ଦିନ ଏଠାରେ ସେମିତି ପର୍ଯ୍ୟଟକ ନାହାନ୍ତି, ଏଠାରେ ଲୋକ ନାହାନ୍ତି, ଦୋକାନ ବଜାର ବର୍ତ୍ତମାନ ନାହିଁ, କାହିଁକିନା କୋଭିଡ଼ ଟାଇମ୍ ଯୋଗୁଁ ଏଠାରେ ପୁରାପୁରି ଲୋକଙ୍କ ଯିବା ଆସିବା ବନ୍ଦ ହେଇ